ଜନ୍ମଦେବ ପୂର୍ବବଂଶରେ ଜନ୍ମ ହୋଇଥିଲେ। ଜନ୍ମଦେବଙ୍କର ପୁତ୍ର ହେଲେ ପ୍ରଚୀନବାନ, ତାଙ୍କର ପୁତ୍ର ହେଲେ ପ୍ରବୀର, ତତ୍ପରେ ପ୍ରବୀରଙ୍କର ପୁତ୍ର ହେଲେ ମନସ୍ୟୁ, ମନସ୍ୟୁଙ୍କ ଠାରୁ ଆସିଲେ ପୁତ୍ର ଚାରୁପଦ। ହେଲା ଶ୍ଲୋକର ଅର୍ଥ। ଶ୍ଲୋକର ଓଡ଼ିଆ ଅନୁବାଦ କୁହାଉଛି ଚାରୁପଦଙ୍କର ପୁତ୍ର ହେଲେ ସୁଦ୍ୟୁ, ସୁଦ୍ୟୁଙ୍କର ପୁତ୍ର ହେଲେ ବହୁଗବ, ବହୁଗବଙ୍କର ପୁତ୍ର ହେଲେ ସଂଜାତି, ସଂଜାତିଙ୍କର ପୁତ୍ର ହେଲେ ଅହଂଜାତି, ଅହଂଜାତିଙ୍କ ଠାରୁ ରୁଦ୍ରାଶ୍ୱ ନାମକ ପୁତ୍ର ଜନ୍ମ ହେଲେ। ଶ୍ଲୋକ ଓଡ଼ିଆ ଅନୁବାଦ ପାଉଛି ରୁଦ୍ରାଶ୍ୱଙ୍କର 10 ପୁତ୍ର ଥିଲେ। ଋତେୟୁ, କକ୍ଷେୟୁ, ସ୍ଥଣ୍ଡିଳେୟୁ, କୃତେୟୁକ, ଜଳେୟୁ, ସନତ୍ରେୟୁ, ଧର୍ମେୟୁ, ସତ୍ୟେୟୁ, ବ୍ରତ୍ୟେୟୁ, ବନେୟୁ। ଏହି 10 ପୁତ୍ରଙ୍କ ମଧ୍ୟରୁ ବନେୟୁ ଥିଲେ ସର୍ବକନିଷ୍ଠ। ଯେପରି 10 ଇନ୍ଦ୍ରିୟ ଅଛି ତାହା ୟୁନିଭର୍ସାଲ ଲାଇଫ୍ ଜାଗତିକ ପୁରୁଷଠାରୁ ଜାତ ହୋଇଛି, ସେସବୁ ଆକ୍ଟ ଅଣ୍ଡର କଣ୍ଟ୍ରୋଲ ଅଫ୍ ଲାଇଫ୍, ପ୍ରାଣବାୟୁଙ୍କ ଅଧୀନରେ କାମ କରନ୍ତି। ଠିକ୍ ସେହିପରି 10 ପୁତ୍ର ରୁଦ୍ରାଶ୍ୱଙ୍କର, ତାଙ୍କର ପିତା ରୁଦ୍ରାଶ୍ୱଙ୍କର ନିୟନ୍ତ୍ରଣରେ ଅଧୀନରେ କାମ କରୁଥିଲେ। All of them were born of the Apsara named Ghୃତାଚି। ଏସବୁ ଘୃତାଚି ନାମକ ଏକ ଅପ୍ସରଙ୍କ ଠାରୁ ଜାତ ହୋଇଥିଲେ। ଶ୍ଲୋକର ଅର୍ଥ ଓଡ଼ିଆ ଅନୁବାଦ କୁହାଉଛି କର୍ଣ୍ଣଙ୍କର ପୁତ୍ର ହେଉଛନ୍ତି ମେଧାତିଥି। ମେଧାତିଥିଙ୍କର ପୁତ୍ର ଗୁଡ଼ିକ ସବୁ ବ୍ରାହ୍ମଣ ଥିଲେ। ସେ ମୁଖ୍ୟ ଥିଲେ ତାଙ୍କ ଭିତରେ ରସକର୍ଣ୍ଣ, ରନ୍ତି ନାବ, ସନପନ୍ତି ନାବ, ସୁମତି। ରନ୍ତିନାଭଙ୍କର ପୁତ୍ର ହେଉଛନ୍ତି ସୁମତି, ସୁମତିଙ୍କର ପୁତ୍ର ହେଉଛନ୍ତି ରେଭି, ମହାରାଜ ଦୁଷ୍ମନ୍ତ ହେଉଛନ୍ତି ଏ ରେଭିଙ୍କର ପୁତ୍ର। ଏ ହେଲା ଶ୍ଲୋକର ଅର୍ଥ। ଶ୍ଲୋକର ଓଡ଼ିଆ ଅନୁବାଦ କହୁଛି ଏକଦା ରାଜା ଦୁଷ୍ମନ୍ତ ମୃଗୟା କରିବାକୁ ବଣକୁ ଯାଇଥିଲେ। ସେବେଳେ କ୍ଳାନ୍ତ ହୋଇ ପଡ଼ିଲେ। ସେ କର୍ଣ୍ଣମୁନିଙ୍କ ଆଶ୍ରମ ଗଲେ। ସେଠାରେ ଦେଖିଲେ ଅତି ସୁନ୍ଦରୀ ନାରୀ ଜଣେ ବସିଛନ୍ତି, ଯାଇକି ଠିକ୍ ଲକ୍ଷ୍ମୀଙ୍କ ସଦୃଶ ଦେଖାଯାଉଛନ୍ତି। ତାଙ୍କଠାରୁ ତେଜ ବାହାରୁଛି। ତେଜରେ ସମଗ୍ର ଆଶ୍ରମ ଦୀପ୍ତିମନ୍ତ ହେଇଛି। ରାଜା ତାଙ୍କର ସେ ନାରୀଙ୍କର ସୌନ୍ଦର୍ଯ୍ୟରେ ଆକୃଷ୍ଟ ହେଲେ। ସେ ତାଙ୍କର କେତେକ ସୈନିକମାନଙ୍କ ସହିତ ରାଜାକୁ ଯାଇଥିଲେ। ତାପରେ ସେ ନାରୀଙ୍କ ସହିତ କଥାବାର୍ତ୍ତା କଲେ। ସେ ସୁନ୍ଦରୀ ନାରୀଙ୍କୁ ଦେଖି ରାଜା ଦୁଷ୍ମନ୍ତ ବଡ଼ ଜୀବିତ ହୋଇ ଉଠିଲେ। ତାଙ୍କର ଯେଉଁ ମୃଗୟା ଜନିତ କ୍ଳାନ୍ତି ଦୂର ହେଇଗଲା। ସେ ଅବଶ୍ୟ ତାଙ୍କର କାମ ଭାବ ଯୋଗୁଁ ସେ ନାରୀ ପ୍ରତି ବଡ଼ ଆକୃଷ୍ଟ ହୋଇଥିଲେ ଏବଂ ସେ ତାଙ୍କୁ ନିମ୍ନ ମତେ ପଚାରିଲେ ବଡ଼ ପରିହାସମୂଳକ ଭାବରେ, କ୍ଷତ୍ରିୟ, ତେଣୁ ମୋର ମନରେ ଏପରି ପ୍ରଚେଷ୍ଟା ନାହିଁ ଯାହାକି ଧାର୍ମିକ ସେପରି କିଛି କରିବା ପାଇଁ ବା ଉପଭୋଗ କରିବା ପାଇଁ। ଶ୍ଲୋକର ଅର୍ଥ ବିଶ୍ୱାମିତ୍ର ଥରେ ବଶିଷ୍ଠଙ୍କ ଆଶ୍ରମରେ ପହଞ୍ଚିଥିଲେ। ବଶିଷ୍ଠଙ୍କର ଗୋଟେ ଧେନୁ ଥିଲା, ତାର ନାମ ହେଉଛି କାମଧେନୁ। କାମଧେନୁ ଯାହା କାମନା କରିବ ଧେନୁ ଦେବ। ବିଶ୍ୱାମିତ୍ର ତାଙ୍କର ସୈନ୍ୟମାନଙ୍କ ସହ, ପାତ୍ର ମାତ୍ୟ ମନ୍ତ୍ରୀ ଏମାନଙ୍କ ସମସ୍ତଙ୍କ ସହ ପହଞ୍ଚିଥିଲେ। ଆଉ ବଶିଷ୍ଠଙ୍କ ଆଶ୍ରମରେ ବଶିଷ୍ଠ ତାଙ୍କର ସବୁ ଆତିଥ୍ୟ ସୁନ୍ଦର ଭାବରେ ତାଙ୍କର ସେବା କଲେ। ଯାହା ଯାହା ଦରକାର ରାଜୋଚିତ ରାଜାଙ୍କର ଖାଦ୍ୟପେୟ ଯେପରି ଦରକାର ସେପରି ବନ୍ଦୋବସ୍ତ କରିଦେଲେ। ତାଙ୍କର ସାଥିରେ ଥିଲେ ହସ୍ତି, ହାତୀ ଥିଲେ, ଘୋଡ଼ା ଥିଲେ, ବାଦ୍ୟକାର ଥିଲେ, ରଥ ଥିଲା, ଏସବୁ ଥିଲା। ପଦାତିକ ସୈନ୍ୟ ତଥା ଆରୋହୀ ଗଜାର ବିଭିନ୍ନ ପ୍ରକାର ସୈନ୍ୟ ସମୂହ ଥିଲେ। ଯାହା ଯାହା ଯେପରି ଖାଦ୍ୟ ବ୍ୟବସ୍ଥା ରହିବାର ବନ୍ଦୋବସ୍ତ ସବୁ କରିଦେଲେ। ଆଉ ତାଙ୍କର ଆତିଥ୍ୟରେ ବଡ଼ ସନ୍ତୁଷ୍ଟ ହେଲେ। ବିଶ୍ୱାମିତ୍ର ସେ ଆଶ୍ଚର୍ଯ୍ୟ ହେଇଗଲେ ଯେ ବଶିଷ୍ଠ ବଣରେ ରହୁଛନ୍ତି, ତାଙ୍କର କିଛି
ସେପରି ଧନ ସମ୍ପଦ ନାହିଁ, ସେ କିପରି କିପରି ବନ୍ଦୋବସ୍ତ କରିଦେଲେ ହଜାର ହଜାର ତାଙ୍କର ସୈନ୍ୟ ସାମନ୍ତ ଅଛନ୍ତି, ରଥ ହାତୀ ଘୋଡ଼ା ଅଛନ୍ତି, ସବୁ ଯାହା ଯାହା ଯେପରି ଖାଦ୍ୟ ରହିବା ସ୍ଥାନ କିପରି ବନ୍ଦୋବସ୍ତ କରିଦେଲେ, ଆଶ୍ଚର୍ଯ୍ୟ ହେଇଗଲେ। ତାପରେ ବୁଝିବାକୁ ପଡ଼ିବ ତାଙ୍କର ଗୋଟେ ଗାଭୀ ଅଛି କାମଧେନୁ, ଯାହା କାମନା କରିବ ସେ ଧେନୁ ଦେଇଦେବ, ଏଇ ଫଳରେ ସେ କରିପାରିଲେ। ତେଣୁ ସେ ବିଚାରିଲେ ବିଶ୍ୱାମିତ୍ର ତାହେଲେ ବଶିଷ୍ଠଙ୍କ ପାଖରେ ଜଣେ ବଣରେ ଜଣେ ଋଷିଙ୍କ ମୁନି ପାଖରେ କାହିଁକି ରହିବ, ରାଜାଙ୍କ ପାଖରେ ରହିବା ଦରକାର ଧେନୁଟା। ତେଣୁ ସେ ଧେନୁକୁ ନେବା ପାଇଁ ଇଚ୍ଛା କଲେ, ଧେନୁକୁ ଆମକୁ ଦେଇଦିଅ। ବଶିଷ୍ଠ କହିଲେ ଧେନୁ ଯଦି ଯିବାକୁ ଇଚ୍ଛା କରିବ ଯାଉ, ଧେନୁ ଯିବାକୁ ଇଚ୍ଛା କରେ ନା। ତେଣୁ ସେ ବଳପୂର୍ବକ ନେବା ପାଇଁ ଚାହିଁଲେ, ବଳ ପ୍ରୟୋଗ କରିକିରି, କିନ୍ତୁ ତାଙ୍କୁ ନେଇପାରିଲେ ନା। ଧେନୁ ତାର ଜାତ କଲା, ସୈନ୍ୟ ସମୁଦ୍ର ଜାତ ଯୁଦ୍ଧ ହେଲାକୁ ପରାସ୍ତ ହେଇଗଲେ। ବିଶ୍ୱାମିତ୍ର ଧେନୁକୁ ନେଇପାରିଲେ ନା। ଭାବିଲେ ଆରେ ଏପରି ଧେନୁ ରଖିଛନ୍ତି ଯାହାର ଏ ପ୍ରକାର ଶକ୍ତି ଅଛି, କିପରି ସମ୍ଭବ ହେଇଛି ନା ସେ ବ୍ରହ୍ମର୍ଷି ବ୍ରହ୍ମତେଜ ତାଙ୍କର ଅଛି, ତପସ୍ୟା ତପ କରିକିରି ତପସ୍ୟା କରିକିରି ବ୍ରହ୍ମ ତେଜ ଲାଭ କରୁଛନ୍ତି, ଯାହାଫଳରେ ବ୍ରହ୍ମର୍ଷି ହେଇଛନ୍ତି, ତାଙ୍କର ସେଇପରି ଅଜିନ୍ତ୍ୟ ଶକ୍ତି ଅଛି, ତା ଫଳରେ ଏ କାମଧେନୁ ରହିଛି ସେଠି। ତେଣୁ ତାଙ୍କ ଲୋଭ ଆମେ ବ୍ରହ୍ମର୍ଷି ହବା, ସେଥିପାଇଁ ସେ ରାଜଗାଦି ଛାଡ଼ିଦେଲେ, କ୍ଷତ୍ରିୟ ଥିଲେ ରାଜଗାଦି ଛାଡ଼ିଦେଲେ, କଠିନ ତପସ୍ୟା କଲେ। ଏପରି କଠିନ ତପସ୍ୟା ଅଛି କଲେ ଯେ କଥିତ ଅଛି ବଡ଼ ଅଦ୍ଭୁତ ତପଶକ୍ତି ଯୋଗ ଶକ୍ତି ଲାଭ କଲେ। ସେ ରାଜା ଯାହାଙ୍କର ଆମର କଥା ଅଛି ଯେ ରାଜାଙ୍କ ପାଇଁ ସ୍ୱର୍ଗ ଗୋଟେ ଗୋଟେ ସ୍ୱର୍ଗ ଇଏ ମଧ୍ୟ ସୃଷ୍ଟି କରିପାରିଥିଲେ। ये कथा अच्छी तांकर एक प्रकार बड़ अलौकिक जोग शक्ति से लाभ करते त्रिशंकु को पाई। यस ईसु कथा अच्छी किंतु राजा थिले ऋषि हेले राजर्षि वशिष्ठ आश्रम जो आसती वशिष्ठ कहती राजर्षि ब्रह्मर्षि कहती ना तेणु से बड़ क्षुब्ध होती अरे मत ब्रह्मर्षि कहना मोर कौन ब्राह्मण योग्यता ही ना ब्रह्मर्षि ही नहीं ना कि एमती बड़े क्रोध ही बड़े क्रोध प्रकाश कर वशिष्ठ बहुत संतान थे मारी पकड़े वशिष्ठ से किसी क्षुब्ध है ना दुख प्रकाश कले ना ब्रह्मर्षि लक्षण यहाँ सह्य सह्य कले तरोरीव सहिष्णु वैष्णव लक्षण जो कहे महाप्रभु कहते तरोरीव सहिष्णु वृक्षपुरी सहिष्णु दिने ये कथा अच्छी दिने से आश्रम कर निकट आश्रम कर रही था वशिष्ठ आश्रम विश्वामित्र आश्रम पाखापाखि थाए दिने आश्रम वशिष्ठ आश्रम लवण नाला वशिष्ठ स्त्री कहला लवण ना खाद्य पानी प्रस्तुत हम केमी ठीक है वशिष्ठ लवण टे विश्वामित्र आश्रम को नहीं आस अरे मोर पुत्र हंता आश्रम को आने यपरी नारी किंतु वशिष्ठ एक प्रकार भाव नाला एपरी कथा अच्छी किंतु वशिष्ठ विश्वामित्र बड़ गर्व थाए बड़ भूमिका थाए दंभ थाए आ ब्रह्मर्षि कहना मत थे विवाद है ताहले क्या पाक जा ब्रह्मर्षि ही नहीं विचार किए देवे अनंत देव पाक जा अनंत देव पृथ्वी धारण कर पाताल अच्छा पाक गले वशिष्ठ विश्वामित्र चल पाक जा से निष्पत्ति देवे किए बड़ किए प्रभुत ब्रह्मर्षि वशिष्ठ की विश्वामित्र अनंत देव कहले ठीक अच्छे आम विचार दबा मस्तिष्क पृथ्वी धारण करे ये पृथ्वी जब किए मित्र धारण कर मुंड टी हल्का हेले आम विचार दबा आग किए बाहर विश्वामित्र राम धन्यवाद विश्वामित्र क्षेत्र थे तो तपशक्तिर बड़ अहमिका थिला गर्व थिला मो तपशक्ति बल धारण करने धारण करने को चेष्टा कले कि धरी पारे तो लाभ थी तुम्हें धरी पारना वशिष्ठ बाहर वशिष्ठ कहले अच्छा मोर साधुसंगर फल आम जहाँ साधुसंग करते साधुसंगर फल आम प्रदान करके धरी साधुसंग फल विनिमय से पृथ्वी को धारण कले
ତାପରେ ଅନ୍ତଦେବ ପୃଥିବୀ ତାଙ୍କ ଧାରଣ କଲେ, ମୁଣ୍ଡ ହାଲକା ହେଲା। ବିଶ୍ୱାମିତ୍ର ପଚାରିଲେ, ଆଚ୍ଛା ତେବେ କୁହନ୍ତୁ, ଆମ ଭିତରେ କିଏ ବଡ଼ ବଶିଷ୍ଠ? ମୁଁ କି ବଶିଷ୍ଠ? କିଏ ପ୍ରକୃତ ମହର୍ଷି? ଆନନ୍ଦଦେବ କହିଲେ, କ'ଣ ବୁଝିପାରୁନା? ତୁମେ ଧରିପାରିଲ ନାହିଁ ପୃଥିବୀ, ସେ ଧରି ନେଲେ, ଆଉ ତାହେଲେ କିଏ ବଡ଼ କ'ଣ ଏଥର କାର୍ଯ୍ୟ ଜଣାପଡ଼ୁନି, ଆଉ ପଚାରୁଛ କି? ଏହିପରି ସବୁ କଥା ଅଛି। ତେଣୁ ବିଶ୍ୱାମିତ୍ର ସେ ରାଜା ଥିଲେ, ସେଥିପାଇଁ ସେ କ୍ଷତ୍ରିୟ। ଯେତେବେଳେ କଠିନ ତପସ୍ୟା କରୁଥିଲେ, ଦେବତାମାନେ କଠିନ ତପସ୍ୟା କରିବେ, ଦେବତାମାନେ ତାଙ୍କର ବିଘ୍ନ କରନ୍ତି, ତପସ୍ୟା ଭାଙ୍ଗିବାର ଚେଷ୍ଟା କରନ୍ତି। ଇନ୍ଦ୍ର ବିଶେଷ କରି, ଆରେ ଏପରି କଠିନ ତପସ୍ୟା କଲେ ମୋ ପଦଟାକୁ ନେଇଯିବ କିରେ? ଏଟା ତାଙ୍କର ସବୁ ଦେବତାମାନଙ୍କର ଏ ହିଂସା ବୃତ୍ତି ଅଛି। ତେଣୁ ଅତି ସୁନ୍ଦରୀ ଅପ୍ସରା ମେନକାକୁ ପଠେଇଲେ ତପସ୍ୟା ଭାଙ୍ଗିବା ପାଇଁ ବିଶ୍ୱାମିତ୍ରଙ୍କର। ମେନକା ଆସିଲା, ତାଙ୍କ ତପସ୍ୟା ସ୍ଥାନରେ ବହୁ ନୃତ୍ୟ ଗୀତ କଲା, ଶବ୍ଦ କଲା, ନୂପୁର ପିନ୍ଧି ଇଏ କରି ନାନା ପ୍ରକାର ଭଙ୍ଗୀ କଲା। ବିଶ୍ୱାମିତ୍ରଙ୍କର ତପସ୍ୟା ଭାଙ୍ଗିଗଲା। ବିଶ୍ୱାମିତ୍ର ମେନକା ପ୍ରତି ଆକୃଷ୍ଟ ହୋଇ ପଡ଼ିଲେ। ମେନକା ସହିତ ଯାହା କହନ୍ତି ଯୌନ ସଙ୍ଗମ କଲେ, ଯାହାଫଳରେ ଏ କନ୍ୟା ଜାତ ହେଇଥିଲା ଶକୁନ୍ତଳା। ସୁସଜ୍ଜ ଜାତ କରିକିରି ଶକୁନ୍ତଳା ଏ ମେନକା ସ୍ଥାନ ଛାଡ଼ି ପଳେଇଥିଲା। ଛୋଟ ଶିଶୁ ସାଙ୍ଗେ ସାଙ୍ଗେ ପ୍ରସବ କରି ପଳେଇଗଲା। ବିଶ୍ୱାମିତ୍ର ବି ପଳେଇଲେ, ମେନକା ପଳେଇଲା। ସୃଷ୍ଟି କରିଥିଲା, ସେଠି କନ୍ୟା ମୁନିଙ୍କର ଆଶ୍ରମ ସୃଷ୍ଟି କରିଥିଲା, ସେ ତାକୁ ଲାଳନ ପାଳନ କରିଥିଲେ।